ରାଧେ ରାଧେ। ଶ୍ରୀକୃଷ୍ଣ ସବୁ ଭଲ ରଖନ୍ତୁ, ଖୁସିରେ ରଖନ୍ତୁ। ଆଜି ଆପଣଙ୍କ ପାଖକୁ ଗୋଟେ ଜାଗାକୁ ଆସିଛି, କେନ୍ଦ୍ରାପଡାରେ ପ୍ରସିଦ୍ଧ ତୁଳସୀ କ୍ଷେତ୍ରକୁ ଆସିଛି। ଆପଣ ସେ ମନ୍ଦିରକୁ ଦେଖିବେ, କିପରି ସେ ମନ୍ଦିରର ପ୍ରସିଦ୍ଧ କଣ ଭୋଗ ଲାଗେ, କଣ ନୀତି ହୁଏ, ଆପଣଙ୍କୁ ଭିଜୁଆଲ ମାଧ୍ୟମରେ ସବୁ ଆପଣଙ୍କୁ ଦେଖେଇବି। ବାଟରେ ଯିବା ସମୟରେ ଏତେ ଭିଡ଼ ଥିଲା ଯେ ଆମେ ସେ ମନ୍ଦିର ପାଖରେ ପହଞ୍ଚି ଭିଡ଼ିଓ ଷ୍ଟାର୍ଟ କଲୁ। ଏବେ ଦେଖନ୍ତୁ ଭିଡ଼ିଓ। ଆମେ ଆସିକି ଏବେ ପହଞ୍ଚି ଗଲୁ ବଲଦେବଜୀଉ ମନ୍ଦିର ପାଖରେ। ବଲଦେବଜୀଉ ମନ୍ଦିରଟା ଆମର ଏଇଟା ବଲଦେବଜୀଉ ମନ୍ଦିରଟା ରହିଲା ଆମର ପୁରା ଆମର ଯୋଉଟା କେନ୍ଦ୍ରାପଡାର ଯୋଉଟା ଫେମସ ଯୋଉ ମନ୍ଦିରଟା ଅଛି ସେଟା ହେଲା ବଲଦେବଜୀଉ ମନ୍ଦିର। ମନ୍ଦିର କେନ୍ଦ୍ରାପଡାର ଫେମସ ଯୋଉଟା ତୁଳସୀ କ୍ଷେତ୍ର କୁହାଯାଏ, ସେଇ ମନ୍ଦିରରେ ଆସିକି ପହଞ୍ଚିଲୁ। ଏଠି କଣ ଭୋଗ ଲାଗେ ଆପଣଙ୍କୁ ସବୁ ଦେଖଉଛୁ, ଭିଜୁଆଲ ମାଧ୍ୟମରେ ଆପଣଙ୍କୁ ସବୁ ଦେଖେଇବୁ। ଫାଷ୍ଟ ବଳଦେବଜୀଉ ମନ୍ଦିର ଭିତରକୁ ପଶିଲୁ। ଏଟା ଜଗନ୍ନାଥଙ୍କର ପ୍ରତିମା ମୂର୍ତ୍ତି ଦେଖନ୍ତୁ। ବଳଦେବଜୀଉ ମନ୍ଦିରର ଫାଷ୍ଟ ମନ୍ଦିର ଭିତରକୁ ଏଣ୍ଟ୍ରି କଲୁ। ଦେଖନ୍ତୁ ନବଗୃହ ମନ୍ଦିର ଓ ଶନି ମନ୍ଦିର। ନବଗୃହ ମନ୍ଦିର, ଶନି ମନ୍ଦିର ସେଇ ମନ୍ଦିର ଭିତରେ ବି ଅଛି। ଦେଖନ୍ତୁ ଶନି ଠାକୁର ସବୁ ଏଠି ବସିଛନ୍ତି। ରାହୁ, କେତୁ, ଶୁକ୍ର, ବୃହସ୍ପତି ଏଠି ସବୁ ଠାକୁର ଦେବାଦେବୀ ବସିଛନ୍ତି। ଦେଖନ୍ତୁ ଠିକ ସେଇ ଶନି ମନ୍ଦିରଙ୍କ ଠିକ ସାଇଟ ରେ ଅଛି ଶ୍ରୀ ଶ୍ରୀ କନକ ଦୁର୍ଗା ଦେବୀଙ୍କ ମନ୍ଦିର, ମାଙ୍କ ମନ୍ଦିର। ଏଠି କନକ ଦୁର୍ଗା ମାଙ୍କ ମନ୍ଦିରଟି ଏଠି ଅଛି। ମାଲୋ ଦେଖନ୍ତୁ ମାଙ୍କ ଦେଖୁଛି ଆପଣଙ୍କୁ। ଯେତିକି ଏଠି ତ ଲେଖା ହେଇଛି ଫଟୋ ଭିଡ଼ିଓ କରିପାରିବେନି, ଆପଣଙ୍କୁ ଯାହା ଆସିଛି ଯାହା କରିକି ଆପଣଙ୍କୁ ଦେଖେଇବି। ଦେଖନ୍ତୁ ଦେଖନ୍ତୁ ଫଟୋ ଭିଡ଼ିଓ ସବୁ କରୁଛନ୍ତି କିପରି। ମୁଖ୍ୟ ମନ୍ଦିର ରହିଲା ବଳଦେବଜୀଉଙ୍କର ମୁଖ୍ୟ ମନ୍ଦିର ରହିଲା। ଦେଖନ୍ତୁ କଲର କାମ ବି ଚାଲିଛି, ନନା ବସିଛନ୍ତି। ଦେଖନ୍ତୁ ମୁଖ୍ୟ ମନ୍ଦିର ଭିତରକୁ ଆମେ ଯାଇନୁ, ଯିବୁ ଏବେ ଏଣ୍ଟ୍ରି କରିବୁ ଭିତରକୁ। ନନା ବସିଛନ୍ତି, ତାଙ୍କର କଣ କେମିତି ଅଛି ଫଟୋ ଉଠେଇ ହବ କି ନାଇଁ ନନାଙ୍କୁ ପରାମର୍ଶ ନେଇକି କାମ କରିବୁ। ଦେଖନ୍ତୁ ପ୍ରସିଦ୍ଧ ମନ୍ଦିର ତୁଳସୀ କ୍ଷେତ୍ର। ଆପଣ ବୁଲିବାକୁ ଆସନ୍ତୁ। କେନ୍ଦ୍ରାପଡାରୁ ମେ ବି ଠିକ 10 କିଲୋମିଟର ବାଟ ହବ। ଦେଖନ୍ତୁ ମଝିରେ ଅଛି ବୃନ୍ଦାବନ ମା ଅଛନ୍ତି। ବୃନ୍ଦାବନ ମାଙ୍କ ମନ୍ଦିରଟା ପୁରା ମଝିରେ ପୁରା ଅଛି ତାଙ୍କ ମନ୍ଦିର ପୁରା। ଦେଖନ୍ତୁ ବୃନ୍ଦାବନ ମା କେମିତି, ଓ ମାଙ୍କ ଫଟୋ ପୁରା ଶାନ୍ତି ଲାଗୁଛି ଦେଖିବା ପାଇଁ। ଦେଖନ୍ତୁ ଦେଖନ୍ତୁ ଏ ଦାନ ବାକ୍ସ ତାଙ୍କର। ଏଠି ପ୍ରସିଦ୍ଧ ଭୋଗ ଦୋକାନ ଯୋଉଠି ଆମର ରସାବଳି ଭୋଗ ଲାଗେ। ବିଭିନ୍ନ ଭୋଗ ଦୋକାନ ସବୁ ଏଠି। ଦେଖନ୍ତୁ ଭୋଗ ଦୋକାନ ସବୁ, ଏ ଭୋଗ ସବୁ ପ୍ରସିଦ୍ଧ ରସାବଳି ସବୁ ଏଠି ପ୍ରସ୍ତୁତ କରାଯାଇଥାଏ। ଏଇ କ୍ଷୀର ଥୁଆ ହେଇଛି, ତାଙ୍କର ପ୍ରସିଦ୍ଧ ରସାବଳି। ପ୍ରଭୁଙ୍କ ପାଖରେ ଏଠି ରସାବଳି ଭୋଗ ଲାଗେ। ପ୍ରସିଦ୍ଧ ରସାବଳି ଯୋଉଠି କୁହାଯାଏ କେନ୍ଦ୍ରାପଡାରେ। ଏ ସଢା ଭିତରେ ସବୁ ପଶିକି ଭୋଗ ସବୁ ନିଅନ୍ତି। ଦେଖନ୍ତୁ ଭିଡ଼ିଓ ଭଲ ଦେଖନ୍ତୁ, ଆପଣ ସବସ୍କ୍ରାଇବ କରନ୍ତୁ, ଲାଇକ୍ ସେୟାର କମେଣ୍ଟ କରନ୍ତୁ। ମୁଁ ଆପଣଙ୍କୁ ଦେଖଉଛି ଆସିକି। ଦେଖନ୍ତୁ ଏଇଟାରେ ହେଇ ପଶିକି ଯାଏ ସବୁ ଦୂର ବାଟ ଯେତିକି ପଠାଯାଏ, ଦୂର ବାଟ ହେଲେ ଏଇରେ ପଠା ଯାଇଥାଏ। ପୂର୍ବ କାଳର ଯୋଉ ଅମ୍ହାର ସବୁ ଦେଖ, ରାଜା ଅମଳର ସବୁ ଦେଖନ୍ତୁ ଅମ୍ହାର ସବୁ ଥୁଆ ହେଇଛି। ଛୋଟରୁ ବଡ କରିକି ଦେଖନ୍ତୁ ରାଜା ଅମଳର ସବୁ ରାଜା ଅମଳ, ଏଇ ସବୁ ଅମ୍ହାର ଗୁଡାକ ସବୁ ରାଜା ଅମଳର ସବୁ ଅମ୍ହାର। ଦେଖନ୍ତୁ କେତେ ଥୁଆ ହେଇଛି। ଦେଖନ୍ତୁ
କେତେ ଥୁଆ ହେଇଛି ଦେଖ। ଏ ରାଜାଙ୍କ ଅମଳରୁ ସବୁ ଥୁଆ ହେଇଛି। ଏବେ ତ ପହଡ ପଡିଛି, ନନାଙ୍କୁ ପଚାରି ବୁଝିବାରୁ କହୁଛନ୍ତି 6ଟା ବେଳେ ଖୋଲିବ ବୋଲିକି ପହଡ। ଦେଖନ୍ତୁ ନନାଙ୍କ କତିରୁ ବୁଝିଲୁ, କହିଲେ 6ଟା ବେଳେ ପହଡ ଖୋଲିବ। ଘିଅ, ଦୀପ ଓ ତୁଳସୀ ମାଳ ଏଠି ମିଳେ। ଦେଖନ୍ତୁ ଏଟା ବଳଦେବଜୀଉଙ୍କ ମନ୍ଦିର ପଛପଟଟା ଏଟା। ଏସବୁ ହେଇ ଆସିଛନ୍ତି ଆମ ସାଙ୍ଗମାନେ ସବୁ। ଏଟା ବଳଦେବଜୀଉ ମନ୍ଦିର, ଏଟା ବଳଦେବଜୀଉ ମନ୍ଦିର ପଛପଟ। ରାମ ନନାଙ୍କ ନମ୍ବର, କଣ୍ଟାକ୍ଟ କରିବେ। ବହୁତ ଭକ୍ତ ଏଠି ଆସନ୍ତି। ଦେଖନ୍ତୁ ଏଟା ହେଲା ରାହୁ, ବାସୁଦେବଙ୍କ ମନ୍ଦିର। ଏଟା ବାସୁଦେବଙ୍କ ମନ୍ଦିର। ଏ ତୁଳସୀ ମନ୍ଦିର, ରେବତୀ ମନ୍ଦିର, ରେବତୀ ମନ୍ଦିର। ଏଠି ବସିକି ପ୍ରସାଦ ସେବନ କରାଯାଏ। ଏଇଠି ଜାଗାରେ ପ୍ରସାଦ ବସିକି ଖାଇବା ପାଇଁ ତାଙ୍କର ଏଇଟା ମଣ୍ଡପ କରିଛନ୍ତି। ଏଠି ପ୍ରସାଦ ଏଠି ଭଲ ସିଷ୍ଟମ ବି କରୁଛନ୍ତି। ପ୍ରସାଦ ଖାଇସାରିଲା ପରେ ଏଠି ହାତ ଧୋଇବା ପାଇଁ ବି ଭଲ ସିଷ୍ଟମ। ମନ୍ଦିରରେ ଭଲ ଏଠି କର୍ତ୍ତୃପକ୍ଷ ଏଠି କାର୍ଯ୍ୟକ୍ରମ ଭଲ କରୁଛନ୍ତି। ଏଠି ପଛପଟେ ଆସିଲା ପରେ ବଳଦେବଜୀଙ୍କର ଫାଷ୍ଟ ଦେଖନ୍ତୁ, ଫାଷ୍ଟ ଫଟୋ ଏଟା। ଫାଷ୍ଟରୁ ଆସିବେ, ୟା ଭିତରକୁ ଏଣ୍ଟ୍ରି କରିବେ। ଏଣ୍ଟ୍ରି କରିସାରିଲା ପରେ ଆପଣଙ୍କର ରହିବ ଏଟା ତାଙ୍କର ମୁଖ୍ୟ ମନ୍ଦିରଟା ରହିବ ଆପଣଙ୍କର। ମୁଁ ଏବେ ନନାଙ୍କର ବାଇଟ୍ ନଉଛି। ନନା କିଛି କହିବେ ମନ୍ଦିର ବିଷୟରେ। ନନା ଭୋରୁ ଏଇ ଯୋଉ ମନ୍ଦିରଟା କେତେବେଳେ ଖୋଲା ଯାଉଛି? 6ଟା ବେଳେ ଖୋଲା ଯାଉଛି। ଆଉ ଦିପହରେ ପହଡ କେତେବେଳେ ପଡୁଛି? 3ଟା ବେଳେ ପହଡ ପଡୁଛି। ଆଉ ଏଠି ଠାକୁରଙ୍କ ପାଖରେ, ବଳଦେବଜୀଉଙ୍କ ପାଖରେ ଫେମସ ଭୋଗ କଣ ଲାଗେ? ରସାବଳି। ଠାକୁରଙ୍କ ପାଖରେ ଫେମସ ରସାବଳି ଭୋଗଟା ଲାଗେ। ଆଉ ରାତିରେ କେତେବେଳେ ପହଡ ପଡେ? 10ଟା 11ଟା ଭିତରେ ପହଡ ପଡି ଯାଇଥାଏ। ଆଉ ଏଠି ଠାକୁରଙ୍କର କେତେବେଳେ ପୂଜା, କୋଉ ଦିନେ ପୂଜା ପର୍ବାଣୀର ଅଧିକା ଲୋକ ହୁଅନ୍ତି? କୋଉ ଦିନରେ ଅଧିକା? ପ୍ରତି ସଂକ୍ରାନ୍ତି ଦିନ, ସଂକ୍ରାନ୍ତି ପୂର୍ଣ୍ଣିମା, ପୂର୍ଣ୍ଣିମା ସଂକ୍ରାନ୍ତିରେ ଅଧିକା ଲୋକ ହୁଅନ୍ତି। ଆଉ ଏଠି କଣ ଠାକୁରଙ୍କର ବେଶୀ ମହିମା ଅଛି? ଏଠି ଆସନ୍ତି କଣ ତୁଳସୀ କ୍ଷେତ୍ରରେ କଣ ଏମିତି ମହିମା ଅଛି? ସେ ବିଷୟରେ ତମେ ଆଉ ଛାଡକୁ ଯାଉନା। ସେ ଜିନିଷ ତାର ମହିମା କଣ? ଏଠି ଠାକୁର ଆସିକି ରହିବା ବହୁତ ବୋଇଲେ ମାନେ 1200-1300 ବର୍ଷ। ଆଜ୍ଞା ଏଠିକି ଆସିକି ରହିବା 600 ବର୍ଷ। ଆଜ୍ଞା ଏଇଠି ଯୋଉ ମନ୍ଦିର ଦେଖୁଛ, ଆଜ୍ଞା ଆଜ୍ଞା, ଏ ହଉଛି 600 ବର୍ଷର ମନ୍ଦିର। ମାନେ 600 ବର୍ଷର ମନ୍ଦିର ଏଟା। ଆଜ୍ଞା। ଆଗରୁ ସେଠି କୋଉଠି ଆଜ୍ଞା ସଖୀ ବଟ ଜାଣିନ, ସେଠି ସଖୀ ବଟରେ ବହୁତ ଦିନ ରହିଲେ ଠାକୁର। ମାନେ ଠାକୁର ସଖୀ ବଟରେ ସେଠି ବହୁତ ଦିନ ରହିଲେ। ତାପରେ ତାପରେ ଏଇ ଜାଗାକୁ ଆସିଲେ। ଦେଖିଲେ ତ ନନାଙ୍କର ବାଇଟ୍ ତ ଶୁଣିଲେ। ଏଟା 600 ବର୍ଷର ମନ୍ଦିର, ବହୁତ ପୁରୁଣା ମନ୍ଦିର, ଯୋଉଟା ତୁଳସୀ କ୍ଷେତ୍ର କୁହାଯାଏ କେନ୍ଦ୍ରାପଡାରେ। ଦେଖନ୍ତୁ ବହୁତ ଭକ୍ତ ବି ଆସିକି ରହିଲେଣି ଏଠି।
ମନ୍ଦିର ପହଡ଼ ଖୋଲିବା ପାଇଁ। ଆମ ପାଖରେ ତ ଆଉ ଟାଇମ୍ ନାହିଁ ଏତେ ସମୟ ଭିଡ଼ିଓ କରିବା ପାଇଁ। ଏଠି ଧୂପ ଦୀପ ତା ଭିତରେ ଏଲାଉ ନାହିଁ। ଏଇଠି ତାଙ୍କର ଧୂପ ଦୀପ ଲଗେଇବା ପାଇଁ ତାଙ୍କର କରାଯାଇଛି। ବି ଆପଣ ଯେତେବେଳେ ଭୋଗରାଗ କିଣୁଛନ୍ତି ସାବଧାନ ସହକାରେ ଭୋଗ କିଣିବେ। ଦେଖନ୍ତୁ ମାଙ୍କଡ଼ ବି ଏଠି ବହୁତ ସଂଖ୍ୟାରେ ମାଙ୍କଡ଼ ବି ଅଛନ୍ତି। ଦେଖଉଛି ଆପଣଙ୍କୁ ଆଉ। ଏବେ ଆମେ ବାହାରକୁ ବାହାରିଲୁ। ଏଟା ପ୍ରଭୁଙ୍କର ଏଇଟା କଣ ମୁଁ ଜାଣିନି, କମେଣ୍ଟରେ ଜଣେଇବେ। ହନୁମାନଙ୍କର ଫଟୋ ବୋଧେ। ଏଟା ରହିଲା ଅରୁଣ ସ୍ତମ୍ଭ ରହିଲା। ଓ ବହୁତ ଲମ୍ବା ପ୍ରଭୁ। ଏଟା ବାହାରର ଦୃଶ୍ୟ। ପୋଟଳ ପିଠା, ଛେନା ପୋଟଳ ପିଠା ତାଙ୍କର ଠାକୁରଙ୍କ ରସାବଳି ଭୋଗ, ବିଭିନ୍ନ ଭୋଗ ଏଠି ବିକ୍ରି କରାଯାଇଥାଏ। ଦେଖନ୍ତୁ ତାଙ୍କ ମା, ଗୋଟେ ମା କେମିତି ତାଙ୍କର ପୁଅ ହଇରାଣ କରୁଛନ୍ତି, ସେ ଆସିକି ଏଠି ଭିକ ମାଗିକି ଚଳୁଛନ୍ତି। ଦେଖନ୍ତୁ ସବୁ ପୁଅ ବୋହୁ ହଇରାଣ କରି ସବୁ ଦେଖନ୍ତୁ କେମିତି ଭିକ ମାଗୁଛନ୍ତି। ବାପ ପୁଅ ଜନ୍ମ କରିବାର ସବୁ ଏ ସବୁ ଠିକ, ସବୁ ଏଇଭଳିଆ ଭିକ ମାଗିବେ, ହଇରାଣ କରୁଛନ୍ତି।